ମୋ ନାଁ ପ୍ରଶାନ୍ତ କୁମାର ସେଠୀ। ଆମେ ବିରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ। ମିସେସ୍ ଅଛନ୍ତି, ମୁଁ ତାଙ୍କ ସ୍ୱାମୀ। ଆମେ 16 ତାରିଖ ଦିନ ଯାଇଥିଲୁ ଜାମ୍ମୁ କାଶ୍ମୀର ବୁଲିବା ପାଇଁ। 16 ତାରିଖ ଦିନ ଆମେ ଏଠୁ ବାହାରିଥିଲୁ, ସେଠି ପହଞ୍ଚିଥିଲୁ 19 ତାରିଖ ଦିନ ପହଞ୍ଚିଥିଲୁ। ପହଞ୍ଚିଲା ବେଳେ ଆମେ ଯେତେ ବୁଲିବାକୁ ଯାଇଥିଲୁ, ସ୍ପଟ୍ ବୁଲିବା ପରେ ଭୂସ୍ଖଳନ ହବାର ଆମେ ଖବର ପାଇଥିଲୁ। ଯେହେତୁ ଶ୍ରୀନଗରରୁ ଜାମ୍ମୁର ମୁଖ୍ୟ ରାସ୍ତା ଯୋଉଟା, ସେଟା ଭୂସ୍ଖଳନ ହେଇଥିଲା। ହେଲା ପରେ ଆମକୁ ସେ ଡ୍ରାଇଭର କହିଥିଲା, ଆପଣ ବ୍ୟସ୍ତ ହୁଅନ୍ତୁନି, ଏଇଟା ଶୀଘ୍ର ଆମର କାମ ହେଇଯାଏ, ଏମିତି ଆମର ହୁଏ, କାମ ହେଇଯିବ, ବ୍ୟସ୍ତ ହୁଅନ୍ତୁନି। ଆମେ ବି କିଛି ଚିନ୍ତା ନକରି ବୁଲିଥିଲୁ। ବୁଲିଲା ପରେ ଆମର ଲାଷ୍ଟ ଥିଲା ସ୍ପଟ୍ ଥିଲା ପେହେଲଗାଁव। ପେହେଲଗାଁରେ ଆମେ ପହଞ୍ଚିଥିଲୁ ରାତିରେ। ସକାଳୁ ଯାଇଥିଲୁ ଆମେ ବୁଲିବା ପାଇଁ। ବୁଲିକି ଆମେ ଉପରକୁ, ଆମର ଜଣେ ବୟସ୍କ ଲୋକ ଯାଇଥିଲେ, କାକା ଆମର ସେ ତଳେ ରହିଥିଲେ। ଆମେ 6 ଜଣ ଯାଇଥିଲୁ 6ଟା ଘୋଡ଼ାରେ। 6ଟା ଘୋଡ଼ାରେ ଆମେ ଯାଇଥିଲୁ। ଆମ ସହିତ ମୋର ଗୋଟେ ସାଙ୍ଗର ଛୋଟ ପିଲାଟେ ଥିଲା, 3 ବର୍ଷ 4 ବର୍ଷ 3 ବର୍ଷ ଖଣ୍ଡେ ହବ ସେ ପିଲାଟି। ଆମର ଘଣ୍ଟେ ଦେଢ଼ ଘଣ୍ଟେ ପରେ ଜର୍ଣ୍ଣି ହେଲା ପରେ ସେ ରାସ୍ତା ପଙ୍କ ରାସ୍ତା ବି ଥିଲା। ସେ ପିଲାର, ଆମର ଯୋଉ ମୋର ସାଙ୍ଗର ପୁଅ, ତାର ବାନ୍ତି ଭୋମିଟିଂ ହେଇଥିଲା 2-3 ଥର। ହେଲା ପରେ ଆମକୁ ବି, ଆମେ ଦେଖିଲୁ ତ ଏଇ ପାହାଡ଼ ପର୍ବତ, ଏଇ ଉପର ସ୍ପଟଟା ହିଁ ସେଇଆ ଥିବ। ଦେଖିଲା ପରେ ଆମେ ତାକୁ ଘୋଡ଼ାବାଲାକୁ କହିଥିଲୁ ଯେ, ଭାଇ ତୁ ଆମ ରିଟର୍ନ କରିଦେ, ଆମେ ତଳକୁ ପଳେଇବୁ। ସେ କହିଲା ନାଇଁ ଆଜ୍ଞା, ଆଉ ଅଳ୍ପ ବାଟ ଅଛି, 20-30 ମିନିଟ୍ ଲାଗିବ, ଆପଣ ସେଠି ଚାଲନ୍ତୁ, ଫଟୋ ଉଠେଇକି ଆସିବେ। ମତେ ବହୁତ ବାଧ୍ୟ କଲା ପରେ ଆମେ ବି ତ ମନା କଲୁ, ନାଇଁ ପିଲାର ଏମିତି ଅସୁବିଧା ଅଛି, ଆମେ ଯିବୁନି। ଗଲା ପରେ ସେ ବି ଘୋଡ଼ାବାଲା, ଆମର ଯୋଉ 3 ଜଣଙ୍କୁ ଦେଇଥିଲେ ଡ୍ରାଇଭର ଘୋଡ଼ା, ଆମକୁ 6ଟା ଘୋଡ଼ାରେ 3 ଜଣ ତାଙ୍କୁ ଡ୍ରାଇଭର କୁହନ୍ତି, ଘୋଡ଼ା ଡ୍ରାଇଭର ବୋଲି। ସିଏ ଆମକୁ ତଳକୁ ଆଣିଥିଲେ। ତଳକୁ ଆସିକି ଆମେ ଓହ୍ଲେଇଲା ପରେ ଯେ ସାଉଣ୍ଡ ଶୁଭା ଯାଇଥିଲା ସେଠି, ଯେ ସୁଟିଂର ସାଉଣ୍ଡ ଶୁଣା ଯାଇଥିଲା। ସୁଟ୍ର ସାଉଣ୍ଡ ଶୁଣିଲା ପରେ ଆମେ ହଠାତ୍ କରି ଜାଣିପାରିଲୁନି କ'ଣ ହେଇଛି, କ'ଣ ସାଉଣ୍ଡ ଶୁଣାଯାଉଛି। କିଛି ସମୟ ପରେ ଖବର ସାଙ୍ଗେ ସାଙ୍ଗେ ଜଣା ପଡ଼ିଗଲା ଯେ ଏମିତି ଏମିତି ସବୁ ହେଇଛି ବୋଲି। BSF ଆମ ପାଖାପାଖି ଯୋଉ ଥିଲେ, ଗାଡ଼ି ସବୁ ଦୌଡ଼ା ଦୌଡ଼ି ହେଇ ଗଲେ। ଆମେ ବହୁତ ଅତ୍ୟନ୍ତ ଭୟଭୀତ ହେଇଗଲୁ। ଭୟଭୀତ ହେଇକି ଆମର ସେ ଜାଗାରୁ କେତେ ଦୂରତାରେ ଥିଲେ ଆପଣ ସେତେବେଳେ? ଯାହା ବେଲେ 500-600 ମିଟର ତଳେ ହବ। ସେଟା ଉପରେ ଆମେ ତଳୁ ପଳେଇ ଆସିଥିଲୁ। ଯୋଉ ସାଉଣ୍ଡ ବହୁତ କମ ଶୁଭିଥିବ। ହଁ, ସାଉଣ୍ଡ କିନ୍ତୁ ଶୁଣା ଯାଇଛି। ଲଗାତାର ଶୁଭିଥିଲା ନା? ଲଗାତାର ସାଉଣ୍ଡ ଶୁଣା ଯାଇଥିଲା। ଲଗାତାର ସାଉଣ୍ଡ ଶୁଣା ଯାଇଥିଲା ପରେ ଆମେ ହଠାତ୍ ବି ଆଗ ଭୟଭୀତ ହେଇନଥିଲୁ, ହଁ କ'ଣ ଗୋଟେ ହେଇଛି ବୋଲି। ତାପରେ ଆମେ ପାଇଲୁ ଖବର ଯେ ସମସ୍ତେ ଏଇ କଥା କହିଲେ। କହିଲା ପରେ ଆମେ ଭୟଭୀତ ହେଇଯାଇଥିଲୁ। ଭୟଭୀତ ଆମ ପାଖରେ, ମାନେ ଏତେ ଭୟଭୀତ ହେଇଥିଲୁ ଯେ ଆମ ପାଖରେ କିଛି ଶବ୍ଦ ନଥିଲା କିଏ କାହାକୁ କ'ଣ କହିବୁ ବୋଲି। ଆମେ ଯୋଉ ଗାଡ଼ିର ଡ୍ରାଇଭର ଥିଲା, ଆମେ ଯୋଉମାନେ ଯାଇଥିଲୁ ସାଙ୍ଗମାନେ, ଆମର କାକା, ତାଙ୍କୁ ହଠାତ୍ କାହାକୁ କିଛି ନ କହିକି ଆମେ ହୋଟେଲ ପଳେଇ ଆସିଥିଲୁ। ହୋଟେଲ ଆସି ସେଠି ଡକ୍ଟର ସମ୍ବିତ ପାତ୍ରଙ୍କୁ ଆମେ କଲ୍ କରିଥିଲୁ। ତା ପୂର୍ବରୁ ଭୂସ୍ଖଳନ ପାଇଁ ଆମେ କଲ୍ କରିଥିଲୁ ସହଯୋଗ ପାଇଁ। ଯେହେତୁ ବର୍ଷା ସେତେ ଟାଇମରେ ହଉଥିଲା, ଫ୍ଲାଇଟ୍ର କିଛି ସହଯୋଗ ସୁବିଧା ନଥିଲା, ସେଥିପାଇଁ କହିଲେ ତମେ ରହିଯାଅ, ତାଙ୍କ ଜିଲ୍ଲାପାଳଙ୍କୁ ମୁଁ କଲ୍ କରୁଛି, ତମେ ସେଠି ରହିଯାଅ, ଫେରିକି ତମେ ରିଟର୍ନ ଆସିବ। ଯେତେବେଳେ ଏକଥା ଆମେ ତାଙ୍କୁ କହିଲୁ, ସେ ସଙ୍ଗେ ସଙ୍ଗେ ତାଙ୍କ ଜିଲ୍ଲାପାଳଙ୍କୁ କଲ୍ କରିଥିଲେ। କହିଲେ ଆମ ଯୋଉ ସରପଞ୍ଚ ନୋମିନି ଅଛନ୍ତି ତାଙ୍କୁ, ସିଏ ବି ଆମକୁ କହିଥିଲେ ରହିଯା, କିଛି ଅସୁବିଧା ନାହିଁ। କିନ୍ତୁ ଆମେ ଜିଦି କରିଥିଲୁ, ନାଇଁ ଆମେ ଏଇ ଜାଗାରେ ରହିବୁନୁ, ଆମକୁ ଆଜ୍ଞା ରିଟର୍ନ ନେବା ପାଇଁ ବ୍ୟବସ୍ଥା କରନ୍ତୁ। ଗୋଟେ ଟାବେରା ଗାଡ଼ି ଆମର ଯୋଉ ବୁଲଉଥିଲା, ସେ 30,000 ଟଙ୍କା ଚାର୍ଜ କଲା। କହିଲା 30,000 ଟଙ୍କା ମୁଁ ନେବି ଅଲଗା ରାସ୍ତା ଦେଇକି ତମକୁ ଛାଡ଼ିବା ପାଇଁ, ଜାମ୍ମୁରେ। ତାପରେ ଆମେ ହେଲା ସେ ଟାବେରା ଗାଡ଼ିରେ ଆମେ ସମସ୍ତେ ରିଟର୍ନ ପଳେଇ ଆସିଥିଲୁ। ଆସିଲା ପରେ ରାତି 3:30 ହବ ଆମେ ଜାମ୍ମୁରେ ପହଞ୍ଚିଥିଲୁ। ଜାମ୍ମୁରେ ପହଞ୍ଚିକି ସମ୍ବିତ ପାତ୍ରଙ୍କୁ କଲ୍ କରିଥିଲୁ। ତାପରେ ସେଠାକାର ଯିଏ ଅଛନ୍ତି MLA ସମ୍ବିତ ଭାଇ, ତାଙ୍କୁ କଲ୍ କରିଥିଲେ। ସିଏ ବି ଆମ ସହିତ ରାସ୍ତାରେ ଯୋଗାଯୋଗରେ ଥାଆନ୍ତି, କୋଉଠି ହେଲ କେମିତି ହେଲ ସାହସ ଆମକୁ ଦଉଛନ୍ତି। ଆମେ ପୁରା ଭୟଭୀତ ହେଇଯାଇଥିଲୁ। 17 ଘଣ୍ଟା। ଆଜ୍ଞା, ସେଠୁ ଆପଣଙ୍କ ହୋଟେଲଟି କେତେ ଦୂର ଥିଲା? ହୋଟେଲଟା ତଳେ ତ ପେହେଲଗାଁव ଭ୍ୟୁ ହୋଟେଲ ନାଁ ହେଲା, ହୋଟେଲର ପେହେଲଗାଁව ଭ୍ୟୁ ହେଲା ସେ ହୋଟେଲ ନା। ସେ ତଳେ, ତାଠୁ ପାହାଡ଼ର ତଳେ ସେ ହୋଟେଲ ଗୁଡ଼ାକ ସବୁ ଅଛି। ତ ସେ ତଳେ ଆମର ହୋଟେଲଟା ଥିଲା। ସମ୍ବିତ ଭାଇ ଆମକୁ ଆସିଲା ପରେ ଜାମ୍ମୁରୁ ଟିକେଟ ଅଶ୍ୱିନୀ ବସ୍ରଙ୍କୁ କଲ୍ କରିଥିଲେ। ସେ ବି ସହଯୋଗ ପାଇଁ 3ଟି ଆମକୁ ଦେଇଥିଲେ, ସିଟ୍ ଦେଇଥିଲେ ସ୍ଲିପରରେ। 3ଟା ସିଟ୍ରେ ଆମେ ଆସିଥିଲୁ, ଦିଲ୍ଲୀ ଆସିଥିଲୁ। ଦିଲ୍ଲୀ ଆସିଲା ପରେ ସମ୍ବିତ ଭାଇ ତାଙ୍କୁ 3ଟା ଗାଡ଼ି ଆମକୁ ଦେଇଥିଲେ। ଆମକୁ ତାଙ୍କ ଘରକୁ ନେଇଥିଲେ ବସାକୁ। ସେଠି ଆମେ ପଚାରି ବୁଝିଥିଲେ କେମିତି କ'ଣ ଏସବୁ ଘଟଣା ବୁଝିଥିଲେ। ତାପରେ ଓଡ଼ିଶା ଭବନରେ ଆମକୁ ଖାଇବା ପିଇବା ରହିବାର ବ୍ୟବସ୍ଥା କରିଥିଲେ ସମ୍ବିତ ଭାଇ। ସେଇଠୁ ଆମେ ସକାଳୁ ଆମ ପାଇଁ ଫ୍ଲାଇଟ୍ ଟିକେଟ କରିଦେଇଥିଲେ। ସମ୍ବିତ ଭାଇ ନିଜେ ଆଣିକି ଆମକୁ ଓଡ଼ିଶା ଆସିକି ପହଞ୍ଚେଇଲୁ। ଭୁବନେଶ୍ୱର ଦିନ ସକାଳ 7ଟା 7:30 ଭିତରେ ପହଞ୍ଚିଲୁ।
ଆପଣ ସେଠି ଯେତେବେଳେ ହୋଟେଲ ରୁମ୍ କୁ ପଶିଲେ ସେତେବେଳକୁ ଜାଣିଥିଲେ ସେଠି ଓଡ଼ିଆ ଲୋକ ଜଣେ ଚାଲି ଯାଇଛନ୍ତି ବୋଲି ଦୁଇ ଜଣ ଚାଲି मैं ଯାଇଛନ୍ତି ବୋଲି? हठात कि आम कहीं जाननथु जे किए चली आम जानिलु जे सुटिंग होती ता देहरे लोक मरिछन्ति केते जण मरिछन्ति कौन एस कथा किसी आम जाननथु तापर न्यूज रे जानलु कि एमती एमती मरी जाइछन्ति सेतळको आम संगे संगे पैकिंग आम तो पैकिंग हेकी थिला सब दिन सब बैग पैक थिला आ जहा हमर सब शर्ट पैंट अलगा हितला संगे संगे पैक करके आम पळि आसछु ये तो ମ୍ୟାଡ଼ାମ ଆପଣ ବି ଯାଇଥିଲେ ଆଜ୍ଞା କେତେ କେମିତି ଥିଲା ଆପଣଙ୍କର ଅନୁଭୂତି ସେଠି? ସେଠି ତ ଅନୁଭୂତି ତ ବହୁତ ଆମେ ଭୟଭୀତ ହେଇଯାଇଥିଲୁ। ଫାଷ୍ଟ କଥା ଆମେ କେବେ ଜାଣିନଥିଲୁ ଯେ ଏମିତି ହବାର ଥିଲା, କାରଣ ବହୁତ ତ ପିକନିକ ସ୍ପଟ୍ ଅଛି ତ ସମସ୍ତେ ଯାଆନ୍ତି ବୁଲିବା ପାଇଁ, ଆମେ ବି ଯାଇଥିଲୁ। ସେଠିକି ବି ବହୁତ ଲୋକ ବି ସେଠି ଆସିଥିଲେ, ବୁଲିବା ପାଇଁ ବି ଯାଇଥିଲେ, କିନ୍ତୁ କେହି କେବେ ବି ଜାଣିନଥିଲେ ଏମିତି ଯେ ଯୋଉଠି ଆମେ ଆସିଲା ପରେ ନ୍ୟୁଜରେ ଯୋଉ ଜଣା ପଡିଲା ଯେ ଏମିତି ହିନ୍ଦୁ ବୋଲି ପଚାରି ପଚାରି ଯୋଉ ଗୁଳି କରୁଛନ୍ତି, କିନ୍ତୁ ସେଇଟା ଆମେ କେବେ ଜାଣିନଥିଲୁ, କେବେ ବି ହେଇନଥିଲା ଏମିତି ଯେ ହିନ୍ଦୁ ମାନଙ୍କୁ ପଚାରି ପଚାରି ଗୁଳି କରିବା। ଇନସିଡେଣ୍ଟ ହବାର କେତେ ସମୟ ପରେ ଆପଣ ଜାଣିଲେ ଯେ ସେଠି ହିନ୍ଦୁ କହିକି ମରା ହେଇଛି ବୋଲି? ଆମେ ସେଠୁ ବାହାରି ସାରିଲା ପରେ, ହୋଟେଲରୁ ବାହାରି ସାରିଲା ପରେ ଯେତେବେଳେ ଦେଖିଲୁ ନ୍ୟୁଜ ଦେଖିଲୁ ଯେ ଜାଣିଲୁ ଯେ ସେ ପଚାରି ପଚାରି ଏମିତି ହିନ୍ଦୁ ବୋଲି ଯେ ଗୁଳି କରୁଛନ୍ତି। ଯାହା ହଉ ଆମେ ସେଠୁ ଆସି ସାରିଥିଲୁ। କେତେ ଭୟଭୀତ ରହିଥିଲେ? ବହୁତ ସେତେବେଳେ ଆମେ ବହୁତ ଡରି ଯାଇଥିଲୁ, ହେଲେ ଆମେ କେହି କାହାକୁ କହୁନଥିଲୁ। ଆମେ କହୁଥିଲୁ ଚାଲ ଏଠୁ ପଳେଇବା ଜଲ୍ଦି, ଚାଲ ଏଠୁ ଜଲ୍ଦି ପଳେଇବା। କିନ୍ତୁ ଯାହା ହଉ ସମ୍ବିତ ଭାଇ ଆମକୁ ସହଯୋଗ କରୁଛନ୍ତି, ବହୁତ ବହୁତ ଧନ୍ୟବାଦ ତାଙ୍କୁ। ସାଙ୍ଗେ ସାଙ୍ଗେ ସେ ଆମର କଲ୍ ରିସିଭ୍ କରି ସାଙ୍ଗେ ସାଙ୍ଗେ ସେଠାର ଗଭର୍ଣ୍ଣରକୁ କଲ୍ କରିଥିଲେ, ଆଉ ମୁଖ୍ୟମନ୍ତ୍ରୀକୁ ବି କଲ୍ କରିଥିଲେ। ସେମାନେ ଆମ କଣ୍ଟାକ୍ଟରେ ଥିଲେ, ଆମକୁ ବି କଲ୍ କରିଥିଲେ, ତମେ ବ୍ୟସ୍ତ ହୁଅନି, ସାନ୍ତ୍ୱନା ବି ଦେଇଥିଲେ। ବାଟ ସାରା ବି ଆମ ସହିତ ବି ସେ ଫୋନରେ ଯୋଗାଯୋଗରେ ଥିଲେ। ସମ୍ବିତ ଭାଇ ବି ଯୋଗାଯୋଗରେ ଥିଲେ। ପହଞ୍ଚିଲା ପରେ ବି ଆମକୁ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାଙ୍କ ସହଯୋଗରେ ବି ଆମେ ତାଙ୍କୁ ବି ବହୁତ ଧନ୍ୟବାଦ ଦଉଛୁ। ତାଙ୍କ ସହଯୋଗରେ ଆମେ ଆଜି ଏଇଠି ପହଞ୍ଚି ପାରିଛୁ। ଜଗନ୍ନାଥଙ୍କର ଆଶୀର୍ବାଦ ଥିଲା ଯୋଗୁଁ ଆମେ ଏଠୁ ବଞ୍ଚିକି ଆସିଛୁ, ନହେଲେ ଆମେ ବି ଭାବିନଥିଲୁ ଆମ ଅବସ୍ଥା କଣ ହବ। ଯୋଉ ଭଳିଆ ପରିସ୍ଥିତି ସେଠି ଥିଲା, ବହୁତ କାଶ୍ମୀର ଭୟଭୀତ କୁହାଯାଏ ଥିଲୁ। ସ୍ୱର୍ଗ ବୋଲି। କଣ କେମିତି ଲାଗିଲା ସ୍ୱର୍ଗ? ଯେତେବେଳେ ତ ଆମେ ଫାଷ୍ଟ ଯାଇଥିଲୁ, ହଁ ଆମକୁ ବହୁତ ଭଲ ଲାଗିଥିଲା, କାଶ୍ମୀରୀ ସ୍ୱର୍ଗ ଭଳିଆ ଲାଗିଥିଲା। ତାପରେ ସେ ଯେତେବେଳେ ସେଠି ଏଇ ଘଟଣା ହେଲା, ତାପରେ ଆମେ ବହୁତ ଭୟଭୀତ ହେଇଯାଇଥିଲୁ, କେମିତି ସେଠି ଛାଡିକି ଆସିବୁ ସେଇଟା ହିଁ ଆମେ ଭାବୁଥିଲୁ। ଆସିଲା ପରେ ସମ୍ବିତ ଭାଇଙ୍କ ପାଖରେ ପହଞ୍ଚିଲା ପରେ ଭାଇ ଆମକୁ ତାଙ୍କ ପାଖରେ ନେଇ ରଖି ଆସିକି ବି ଆମ ସହିତ ସାଙ୍ଗରେ ଆସି ଆମକୁ ଏଠି ଛାଡିଲା ପରେ ହିଁ ଆମକୁ ଟିକେ ରିଲାକ୍ସ ଫିଲ୍ ଲାଗିଲା। ସେଥିପାଇଁ ବହୁତ ବହୁତ ମୁଁ ଧନ୍ୟବାଦ ଦଉଛି ସମ୍ବିତ ଭାଇଙ୍କୁ। ଆମର ରେଳ ମନ୍ତ୍ରୀ ଘର କେମିତି ବ୍ୟସ୍ତ ଥିଲେ? ଘର ଘରକୁ ଲୋକ ସାଙ୍ଗରେ କଣ୍ଟାକ୍ଟ ହେଇପାରୁଥିଲା? କଣ୍ଟାକ୍ଟ ଆମର ତ ଏଇଠାରେ ସିମ୍ ସେଠି ନେଟୱାର୍କ ଆସୁନଥିଲା। ଘର ଲୋକ ବହୁତ ଟେନସନରେ ଥିଲେ। ଆମର ଜଣେ ସରପଞ୍ଚ ସେ ସେଠି ସିମ୍ କରିଥିଲେ, ତାଙ୍କ ଫୋନରୁ ଆମେ ଘରକୁ ଫୋନ କରି ଜଣେଇ ଦେଇଥିଲୁ ଯେ ତମେ ବ୍ୟସ୍ତ ହୁଅନି, ଆମେ ସେଠୁ ଛାଡି ସାରିଲାଣୁ, ଆସି ସାରିଲାଣୁ। ସମ୍ବିତ ଭାଇ ବି ଆମ ସହିତ ଆମର ଯୋଗାଯୋଗରେ ଏକ୍ସଚେଞ୍ଜ ଗଲା ଅଛନ୍ତି। ବେଳକୁ ଆପଣଙ୍କ କେହି ଚିନ୍ତା କରିଥିଲେ କେବେ କାଶ୍ମୀରରେ ଏମିତିକା ହବ ନା ବୋଲି? ନା, ଆମେ କେବେ ବି ଭାବିନଥିଲୁ, କାରଣ ଆମର ବି ଏପଟୁ ବି ବହୁତ ପର୍ଯ୍ୟଟକ ଯାଇଥିଲେ। ଆମର ହିନ୍ଦୁ ପର୍ଯ୍ୟଟକ ବି ବହୁତ ଥିଲେ, ବହୁତ ପର୍ଯ୍ୟଟକ ଯାଇଥିଲେ। ସେଠି ବି ଆମେ ଯେତେବେଳେ ପହଞ୍ଚିଲୁ, ଆମର ହିନ୍ଦୁ ଭାଇ ମାନେ ବି ଥିଲେ, କାରଣ ଆମେ ବି ତାଙ୍କ ସହିତ ମିଶିଛୁ, ସେମାନେ ବି ଆମ ସହିତ ମିଶିଛନ୍ତି। ସିଏ ବି ଆମକୁ ପଚାରିଛନ୍ତି ତମେ ହିନ୍ଦୁ ଓଡ଼ିଆ, ଆମେ ବି କଥା ହେଇଛୁ ତାଙ୍କ ସାଙ୍ଗରେ। ସିଏ ବି କେବେ ଭାବିନଥିଲେ କି ଆମେ ବି କେବେ ଭାବିନଥିଲୁ ଯେ କାଶ୍ମୀର ପହଞ୍ଚିଲା ପରେ ଏମିତି କିଛି ଦୁର୍ଘଟଣା ଘଟିବ। ଭଗବାନଙ୍କୁ ସେଠି ଲୋକାଲ ଲୋକଙ୍କ ସାଙ୍ଗରେ କେମିତି ଥିଲା? ଯଦି ଲୋକାଲ ଲୋକଙ୍କ ବିଷୟରେ ଗୋଟେ କିଛି କୁହନ୍ତୁ, କେମିତି ତାଙ୍କୁ କେମିତି ଲାଗୁଥିଲା? ନାଇଁ, ଲୋକାଲ ଲୋକ ତ ସେ ତ ସେଠି ତ ଆମକୁ ସେମାନେ ବି ପଚାରିଛନ୍ତି କୋଉଠୁ ଆସିଛ, ପଚାରନ୍ତି। ଆମେ ତ କହିଛୁ ହଁ ଓଡିଶାରୁ ଇଣ୍ଟେନସନ ଆସିଛୁ। କେମିତି ଥିଲା? ତାଙ୍କୁ ଦେଖିଲେ କିଛି ଆପଣଙ୍କୁ ଲାଗୁଥିଲା କି ସେମିତିଆ ମାନେ କିଛି ଖରାପ ହେଇପାରେ ବୋଲି, ସେମିତି କିଛି ଫିଲ୍ ହଉଥିଲା ନା ଆପଣମାନଙ୍କ ପ୍ରତି କେମିତି ସେମାନେ ଥିଲେ ତାଙ୍କ ନାଇଁ, ଆଲୋଚନା? ସେମିତି ତାଙ୍କ କଥାରୁ କିଛି ଜଣା ପଡୁନଥିଲା। ଏମିତିରେ ବି ଆମର ସେପଟ ବି ଯିଏ ଏପଟକୁ ଆସନ୍ତି, ଆମେ ବି ତାଙ୍କୁ ପଚାରୁ କୋଉଠୁ ଆସିଛ, କଣ କରୁଛ। ସିଏ ବି ଆମକୁ ପଚାରିଲେ ତମେ କୋଉଠୁ ଆସିଛ, ମୁଁ କହିଲି ହଁ ଆମେ ଓଡିଶାରୁ ଆସିଛୁ ବୋଲି କହିଥିଲୁ। ଯେ ସେମିତି କିଛି ଜଣା ପଡୁନଥିଲା ଯେ ହଁ କୋଉଠି ଆତଙ୍କବାଦୀ ଅଛନ୍ତି କି ନାହିଁ, ସେମିତି କିଛି ଜଣା ପଡୁନଥିଲା। ଆମେ ବି ଉପରକୁ ଯାଇନୁ, ଆମେ ଜଷ୍ଟ 1 କିଲୋମିଟର ଯାଇଛୁ,
ତାପରେ ବର୍ଷା ହେଲା ଆମ ସାଙ୍ଗରେ ଯୋଉ ଛୋଟ ଛୁଆ ଯାଇଥିଲା ତାର ଦେହ ଖରାପ ହେଲା ଆମେ ତଳକୁ ପଳେଇ ଆସିଥିଲୁ। ଆମେ ଗୋଟେ ଥର କେବଳ ଆମେ ସମସ୍ତେ ଦେଖିଛୁ ଗୋଟେ ଛେଳି ବହୁତ 50 60 100ଟା ଖଣ୍ଡେ ଛେଳି ଚରିକି ଗୋଟେ ପିଲାଟେ ହେଇଥିଲା, ତା ହାତରେ ଗୋଟେ ବନ୍ଧୁକଟେ ଥିଲା। ସେଇ ଜିନିଷଟା ଆମକୁ ଟିକେ ସକ୍ ଲାଗିଥିଲା, ଯୋଉ ଆମେ ଦେଖିଲୁ ଏଇଟା ମାଓବାଦୀ ଏରିଆ, ହଁ ଏଇ ଜିନିଷ ହେଇଥିବ, ତ ସେଥିପାଇଁ ଆମେ କଥାଟାକୁ ନେଇନଥିଲୁ। କିନ୍ତୁ ଲୋକାଲ ଲୋକ ବହୁତ କୋଅପରେଟ୍ ଆମକୁ କରିଥିଲେ, ଆମେ ତାଙ୍କୁ କାହିଁକି ଇଏ କରିବୁ। ଯୋଉ ଡ୍ରାଇଭରଟି ଥିଲା ବହୁତ ସହଯୋଗ ସେ ଆମକୁ କରିଛି। ଯେତିକିଟା ଆମ ସ୍ପଟରେ ହୋଟେଲ ରୁମ୍ ଥିଲା, ଖାଇବା ପିଇବାଟାକୁ ଧରିକି ବ୍ୟବହାର ଆମକୁ ବହୁତ ଭଲ କରିଛନ୍ତି। ଯେତେବେଳେ ଆପଣ ଶୁଣିଲେ ଯେ ହିନ୍ଦୁ କହିକିନି ସେଠି ଗୁଳି ମରା ହଉଛି ବୋଲି, ଆପଣଙ୍କ ସାଙ୍ଗରେ ଯୋଉ ଡ୍ରାଇଭର ଥିଲା ତା ପ୍ରତି କେମିତି ଆପଣଙ୍କୁ ଭୟ ଲାଗିଥିଲା? ତା ପ୍ରତି ତ ଆମକୁ ବହୁତ ଭୟ ଲାଗିଥିଲା। ସେ ଡ୍ରାଇଭର କହିଥିଲା, ଭାଇ ଆମର ହଉଛି ପେଟ ପାଟଣା, ଆମର କାଶ୍ମୀରର କେବଳ ଟୁରିଷ୍ଟଙ୍କ ପାଇଁ ଆମେ ଚଳୁଛୁ, ଯେ ଏଇଭଳିଆ ଯୋଉ କାଣ୍ଡ ହେଇଛି ଆମର କାଶ୍ମୀରର ଲୋକ କେହି କରିନଥିବେ, ଏ ପାକିସ୍ତାନ ଲୋକ ଟେରିଷ୍ଟ ଆସି କେବେ ଆମେ 4 ବର୍ଷ ହେଲାଣି ତ ଏସବୁ ଜିନିଷ ଆମେ କେବେ ଅନୁଭୂତି କରିନୁ। ଆପଣ ମାନେ ବ୍ୟସ୍ତ ହୁଅନ୍ତୁନି, ମୁଁ ଆପଣଙ୍କୁ ନେଇକି ଦାୟିତ୍ୱରେ ନେଇକି ଛାଡିଦେବି। ଆଉ ଏ ଯୋଉଟା ଜିନିଷଟା ସିଏ ବି ବହୁତ ମନ ଦୁଃଖ କରିଥିଲା, ଆମ ସହିତ ଯୋଉ ଡ୍ରାଇଭରଟି ଥିଲା ସେ ବହୁତ ମନ ଦୁଃଖ କରିଥିଲା। ହେଲା ଏଇଟା ଯାହା ହେଲା ଭଲ ହେଲାନି, ଆମ ପିଲା ଛୁଆ କେମିତି ଚଳିବେ। ମୋର କହୁଥିଲା ଯେ ମୋର ଗୋଟେ 3 ବର୍ଷର ଛୁଆ ଆଉ ଗୋଟେ ମୋର 8 ବର୍ଷର ଛୁଆ, ମୁଁ ଡ୍ରାଇଭିଂ ଆମ ଗାଡିରେ ଆମେ ବଞ୍ଚୁଛୁ କେବଳ ଟୁରିଷ୍ଟଙ୍କ ପାଇଁ। ଏଇ ଘଟଣା ଯୋଉ ଘଟିଗଲା, ଆଉ ଆମେ କେମିତି ଚଳିବୁ କଣ କରିବୁ, ସେଥିପାଇଁ ତାର ବି ଅତ୍ୟନ୍ତ ମନ ଦୁଃଖ ଥିଲା। ଆପଣଙ୍କୁ କଣ ଲାଗୁଛି ଲୋକାଲ ଲୋକଙ୍କର ବିନା ସହଯୋଗରେ ମାନେ ଲୋକାଲ ଲୋକ ସେଠି ନା ଅତ୍ୟନ୍ତ ତ ମୁଁ ଏଟା 100% ସହଯୋଗ ତ ଆଉ ଲୋକାଲ ଲୋକ ଅଛନ୍ତି ତାଙ୍କର ସମ୍ପୃକ୍ତ ଇଏରେ, କିନ୍ତୁ ସେ ଘୋଡା ଚାଳକ 2 4 ଜଣ ଏମିତି ଥିଲେ ସେଇଠି, ତାଙ୍କର ବିହେଭିୟର ଟିକେ ଅଲଗା ଟାଇପର ସବୁ ଥିଲା। ଯେ ଆଉ ଆମେ ଯେତିକି ଲୋକଙ୍କ ସହିତ ମିଶୁ ଅତ୍ୟନ୍ତ ଭଲ, କିନ୍ତୁ ସେ ଘୋଡା ଚାଳକ ଯୋଉ 4 5 ଜଣ ତାଙ୍କର ଚିନ୍ତା କଥାବାର୍ତ୍ତା ଇଏ ସେ ଟିକେ ଅଲଗା ଟାଇପର ଥିଲା, କିନ୍ତୁ ଆଉ ସମସ୍ତେ ଲୋକାଲ ଲୋକ ସେଟା ଅତ୍ୟନ୍ତ ଭଲ। ଆମ ପାଖାପାଖି ଆମେ ପାଖାପାଖି ତ ପ୍ରାୟତଃ ସେଠି ହିନ୍ଦୁ ଲୋକ ସମସ୍ତେ ବୁଲିବା ପାଇଁ ଯାଇଛନ୍ତି, ଏତେ ଆଉ ଆଲୋଚନା ଆମେ କାହା ସହିତ ଏତେ ବି ଆମେ କରିନୁ। ଯୋଉ ଜାଗାଟିରେ ଏମିତି ଇନସିଡେଣ୍ଟ ହେଲା ସେ ଜାଗାଟାରେ ଲୋକାରଣ୍ୟ କେତେ ଥିଲା? କେତେ ଲୋକ ସେ ଜାଗାରେ? ଲୋକ ଆଜ୍ଞା ବହୁତ ଥିଲେ। ଆମେ ଯାହା ବେଲେ 5-10 ହଜାର ଲୋକ ସେତେବେଳେ ପେହେଲଗାଁରେ ହେଲା ଥିବେ, 10,000 ପରେ ଲୋକ ଥିବେ। କାରଣ ଆମେ ଯେତେବେଳେ ଗାଡି ସେଇଠି ନେଇକି ରଖିଥିଲୁ, ଗାଡି ପାର୍କ କରିବା ପାଇଁ ଆମ ପାଇଁ ସେତେବେଳେ ଜାଗା ନଥିଲା। ସେ ଏଡ ବଡ ଜାଗାଟା ଥିଲା ଗାଡି ପାର୍କ ପାଇଁ, କିନ୍ତୁ ପାର୍କିଂ ପାଇଁ ଏତେ ଜାଗା ବି ନଥିଲା ଆମ ଗାଡି। ଆପଣ ଯୋଉ ଜାଗାଟିରେ ଇନସିଡେଣ୍ଟ ହେଇଛି ସେଇ ଜାଗାଟାକୁ ଆପଣ କିଛି ସମୟ ପୂର୍ବରୁ ଯାଇଥିବେ? ଆମର କିଛି ସମୟ ସେଟା କିଛି ବାଟ ଥିଲା, ଆମେ ତା ପଛରୁ ଫେରି ପଳେଇ ଆସିଛୁ। କଣ ସେଠି ଅନୁମାନ କରି କହିପାରିବେ ସେଠି କେତେ ଲୋକ ଥାଇପାରନ୍ତି ସେ ଜାଗାଟାରେ? ଯେ ଯେତେ ଜଣ ଆମର ଘୋଡା ନେଇକି ଯାଉଥିଲେ, ଘୋଡାରେ ଯୋଉ ରାଇଡିଂ କରି ଯାଉଥିଲେ ହର୍ସ ରାଇଡିଂ ରେ, ସମସ୍ତଙ୍କର ଲୋକେସନ ସେଇଟା ଥିଲା। ତ ବହୁତ ଲୋକ ଆମ ଅନୁମାନ କରୁଛୁ ଯେ ବହୁତ ଲୋକ ସେଠି ଥିବେ। ଆମେ ବି ଯାହା ଭିଡିଓରେ ବି ଦେଖୁଥିଲୁ ଇଏରେ ବହୁତ ଲୋକ ସେଠି ଥିବେ। ଆମ ପଛରେ ବି ବହୁତ ଲୋକ ଆସୁଥିଲେ, ସେମାନେ ବି ଆମ ପଛରେ ଯାଇ ସେଠି ପହଞ୍ଚିଥିବେ। ତ ଅନୁମାନ କଲେ ବି ବହୁତ ଲୋକ ଥିବେ ଆଜ୍ଞା ସେଠାରେ। ଯେ ଅନ୍ୟମାନଙ୍କୁ କଣ, ଆମେ ତ ଯୋଉଭଳି ଅବସ୍ଥାରେ ଆଉ ବାର୍ତ୍ତା ଆମେ ବହୁତ ଦୁଃଖିତ। ଆମେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଏତିକି ଇଏ କରୁଛୁ, ଯେତିକି ଜଣ ଲୋକ ମରିଛନ୍ତି ତାଙ୍କର ଅମରାତ୍ମାକୁ ସଦ୍ଗତି ମିଳୁ, ଆଉ ଏତିକି ଆମେ ଆଲୋଚନା କରୁଛୁ। ଆଉ ଆମେ ସରକାରଙ୍କୁ ଏତିକି ସରକାରଙ୍କୁ ଏତିକି କହୁଛୁ, ଆମ ପ୍ରଧାନମନ୍ତ୍ରୀ କି, ଯେ ଇଏ ଯୋଉ ଘଟଣା ଘଟିଲା ନିନ୍ଦନୀୟ ଘଟଣା, ଏହାର ନିଶ୍ଚିନ୍ତ ପ୍ରତିଶୋଧ ନିଆଯାଉ। ତାଙ୍କୁ ମାରିବା ଛଡା ଆଉ ତା ଠାରୁ ଆଉ ବଡ ଦଣ୍ଡ ତାଙ୍କ ପାଇଁ ଆଉ କିଛି ନାହିଁ। ତାଙ୍କୁ ମାରିଦେଲେ ଖାଲି ହବ ନା, ଉତ୍ପତ୍ତି ସ୍ଥଳକୁ ବି ଉତ୍ପତ୍ତି ସ୍ଥଳକୁ ଧ୍ୱଂସ କଲେ? ଆମେ ଆଜି 4 ଜଣଙ୍କୁ ମାରିଦବା, ଯୋଉ 5 ଜଣ ଆମ ଯୋଉ ତାକୁ କାଣ୍ଡ କରିଗଲେ 6 ଜଣ, ତାଙ୍କୁ 6 ଜଣ ଖାଲି ମାରିଦେଲେ ହବନି। ତାଙ୍କର ଯେ ଲିଡର ଅଛି, ଆମେ ଯୋଉ ଆମର ପାକିସ୍ତାନ ଉପରେ ନିହାତି ଆଟାକ ହବା ଦରକାର, ଯେମିତି ସେ ଫର୍ଦର ଏମିତି କାଣ୍ଡ କରିବା ପାଇଁ ଚିନ୍ତା ବି କରିପାରିବ ନାହିଁ। ଆପଣ ସେଇଦିନ ଫେରିବାର ଥିଲା ନା ଆପଣ ଆଗୁଆ ଫେରି ଆସିଲେ? ସେଇଦିନ ଆମେ ଏ ଖବର ଶୁଣିକି ଫେରି ଆସିଲୁ, କାରଣ ଶ୍ରୀନଗରରୁ ଜାମ୍ମୁ ରାସ୍ତା ଡିସକନେକ୍ଟ ଥିଲା, କୌଣସି ଡ୍ରାଇଭର ବି ରାଜି ହଉନଥିଲେ ଯିବା ପାଇଁ। କେବଳ ଏଇ ଖବର ଶୁଣିଲା ପରେ ଆମେ ସେଠୁ ସାଙ୍ଗେ ସାଙ୍ଗେ ଫେରି ଆସିଛୁ। ନିହାତି ଭାବେ ଜଣେ ସ୍ୱାମୀ ସ୍ତ୍ରୀ ଥାଉ ଥାଉ ତା ସ୍ୱାମୀ କି ସ୍ତ୍ରୀ ଆଗରେ, ପୁଅ ଆଗରେ ଯେହେତୁ ତା ସ୍ୱାମୀକୁ ମାରି ଦଉଛନ୍ତି, ଗୋଟେ ଛୁଆ ଆଗରେ ତା ବାପାକୁ ମାରି ଦଉଛନ୍ତି, ନିହାତି ଭାବେ ସେ କଷ୍ଟଟା
ମାନେ ନିହାତି ଦୁଃଖର କଥା, ଅତି ଦୁଃଖର କଥା ସେଇଟା। ସେଥିପାଇଁ ବି ମୁଁ ବହୁତ ଦୁଃଖିତ ଅଛି। ଠାକୁରଙ୍କୁ ଜଗନ୍ନାଥଙ୍କୁ ମୁଁ ପ୍ରାର୍ଥନା କରୁଛି ତାଙ୍କ ଆତ୍ମାକୁ ତାଙ୍କ ଶ୍ରୀ ବୈକୁଣ୍ଠରେ ଜାଗା ଦିଅନ୍ତୁ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏତିକି ମୁଁ ପ୍ରାର୍ଥନା କରୁଛି, ତାଙ୍କର ଆତ୍ମାକୁ ସ୍ଥାନ ଦିଅନ୍ତୁ ତାଙ୍କ ପାଦ ତଳେ। ଆଉ କିଛି ମୁଁ କହିବାକୁ ଚାହୁଁନି। ଏତେ ମତେ ଦୁଃଖ ଲାଗୁଛି ଯେ ତାଙ୍କ ପରିବାର ପାଇଁ ବହୁତ ଦୁଃଖ ଲାଗୁଛି। ମାନେ ସେତେବେଳର ମାନେ ସିଚୁଏସନ ଏମିତି ଥିଲା ଯାହାକି ଆମେ ମାନେ ଚାହିଁଲେ ବି ସେଠାରୁ କେମିତି ଆସିବୁ କଣ କରିବୁ ଆମେ ପୁରା ଥରୁଥିଲୁ ମାନେ ଭୟରେ। ଆସିଲା ପରେ କଣ କରିବୁ, ଆମର ତ ଏପଟ ସିମ୍ ସେପଟେ ନେଟୱାର୍କ ନାହିଁ। ପୁଣି ହୋଟେଲରେ ପହଞ୍ଚି ୱାଇଫାଇ କନେକ୍ସନ କରି ଆମର ସାଂସଦକୁ କଲ୍ କଲୁ। ଯାହା ହଉ ତାଙ୍କ ଧନ୍ୟବାଦ, ଆମକୁ ବହୁତ ସହଯୋଗ କରନ୍ତି। ସିମ୍ ଟା କେମିତି ନେଲେ ଆପଣ? ସିମ୍ ଆମେ ଯେତେବେଳେ ଓହ୍ଲେଇଥିଲୁ, ଆମର ଆକ୍ଚୁଆଲି ଜାମ୍ମୁରୁ ଜାମ୍ମୁରୁ ଗଲୁ କାଶ୍ମୀର, ନା ଆମେ ଏଠୁ ଯୋଉ ଗଲୁ ଜାମ୍ମୁ ଗଲୁ, ଜାମ୍ମୁରେ ଗଲା ପରେ ଆମ ସମସ୍ତ ନେଟୱାର୍କ କଟିଗଲା। ନେଟୱାର୍କ କଟିଲା ପରେ ସେଠି ବସ୍ ଷ୍ଟପ୍ ଯୋଉଠି ଆମେ ଟୁରିଷ୍ଟ ଓହ୍ଲଉଛନ୍ତି ସେଠି ସିମ୍ ଧରିକି 2-4 ଜଣ ପିଲା ସେଠି ଠିଆ ହେଇଛନ୍ତି ଯେ ଭାଇ ଏ ଜାଗାରେ ସିମ୍ ଆପଣ ନେବେ, ଆଧାର କାର୍ଡ ଦେଲେ ସାଙ୍ଗେ ସାଙ୍ଗେ ସିମ୍ ସେ ଆକ୍ଟିଭ କରିଦଉଛନ୍ତି। ତ ମୋର ଭୟଭୀତ ତ ଆମେ ହେଇନଥିଲୁ ଯେ ନେଟୱାର୍କ ଯେହେତୁ ଏ ଜାଗାକୁ ଆସିଲା ପରେ କଟିଗଲା, ଆମେ ତ ନିଜେ ଜାଣିନଥିଲୁ। ଆମ ସାଙ୍ଗଟେ ବି କହିଥିଲା ଯେ ସେଠୁ ଗଲା ପରେ ସିମ୍ ନେଟୱାର୍କ କଟିଯାଏ। ଆମେ ତ ଜାଣିଲୁ ହଁ ନେଟୱାର୍କ କଟିଗଲା। ମୋ ସାଙ୍ଗ 2 ଜଣ ସିମ୍ କିଣିଥିଲେ, ତାଙ୍କ ସେଇ ନମ୍ବରରେ ଆମେ ସବୁଆଡେ କଣ୍ଟାକ୍ଟ କରିଥିଲୁ, ଘରକୁ କଣ୍ଟାକ୍ଟ କରିଥିଲୁ ଯେ କିଛି ସୁବିଧା ଅସୁବିଧା ହେଲେ ଆମକୁ ଏଇ ନମ୍ବରରେ କଣ୍ଟାକ୍ଟ କରିବ। ସରକାରଙ୍କୁ ତ ଆମେ ହେଲା ଏଇ ଗୋଟିଏ ବାର୍ତ୍ତା, ଯୋଉମାନେ ଏଇ ସବୁ କାଣ୍ଡ କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ନିହାତି ଆବଶ୍ୟକ ଅଛି। ଏଇ ଗୋଟିଏ ବାର୍ତ୍ତା ଦବୁ। ଆଉ ଆଜ୍ଞା କଣ କରିପାରିବୁ? ତୁରନ୍ତ ଦଣ୍ଡ ମିଳିବା ଆବଶ୍ୟକ ଅଛି। ନିହାତି ଆବଶ୍ୟକ ଅଛି। ଯେତେ ପ୍ରକାର ଦଣ୍ଡ ତାଙ୍କୁ ଦେଲେ ବି, ଯେତେ ଅଧିକା ଦଣ୍ଡ ଦେଲେ ବି ତାଙ୍କ ପାଇଁ କମ ରହିବ।